ଆଚ୍ଛା, ମୋର ଭଉଣୀମାନେ ଆଉ ମା ମାନେ କଣ ସୁଭଦ୍ରା ଯୋଜନା ଟଙ୍କା ପାଇଲେଣି ନା ଆସିନି? ହଁ, ପାଇଯିବେଣି ତ ଆଉ। ଯଦି ପାଇଥିବେ ତାହେଲେ ବହୁତ ଖୁସି ହେଇଯାଉଥିବେ। ଖୁସି ହୁଅନି ଭାଇ, ଖୁସି ହୁଅନି। କାହିଁକି ନା ସେ ଟଙ୍କା ଗଭର୍ଣ୍ଣମେଣ୍ଟ ଦେଇନି, ସେ ଟଙ୍କା ହିଁ ଆପଣମାନଙ୍କ ଟଙ୍କା। ଏବେ ଯୋଉ ଦେଖୁଥିବେ ଯୋଉ ଚେକିଂ ହଉଛି, ପଲ୍ୟୁସନ ଚେକିଂ, ଇନ୍ସୁରାନ୍ସ ଚେକିଂ, କେତେ ପ୍ରକାର ଚେକିଂ, ଯୋଉ ଚେକିଂ ସବୁ ହେଇକି ଯୋଉ ପଇସା କଲେକ୍ସନ ହଉଛି, ସେଇ ପଇସା ସବୁ ଆସିବ ତମର ସୁଭଦ୍ରା ଯୋଜନା, ଇଏ ଯୋଜନା, କାଳିଆ ଯୋଜନା, ନେଳିଆ ଯୋଜନା, ସବୁ ଯୋଜନା ମାଧ୍ୟମରେ ତମ ପାଖକୁ ଆସିବ। ତମରି ପଇସା ତମ ପାଖରେ। ତ ଦୟାକରି ଯୋଉ ଜାଗାରୁ ପଇସା କାଢିକି ସେଇ ଜାଗାରେ ନେଇକି ଭଲରେ ଥୋଇ ଦିଅନ୍ତୁ। କାହିଁକିନା ପୁଣି ଆଗକୁ ଆପଣଙ୍କୁ ଚାଲାଣ ଦେବାକୁ ପଡିବ, ଆଉ ସେଇଠୁ ପଇସା କାଢି ଦେବେ, ପୁଣି ସେଇ ସୁଭଦ୍ରା ଯୋଜନା ଆସିବ। ପୁରା ରୋଟେସନ ଚାଲିବ ଆଉ। ଏଇ ତ ଦୁନିଆ ଆଉ, ଏଇ ତ ଆମର ଓଡିଶା ଆଉ। ଠିକ ଅଛି ଭାଇ, ଜଲ୍ଦି ଜଲ୍ଦି କମେଣ୍ଟ କର ଯୋଉମାନଙ୍କର ସୁଭଦ୍ରା ଯୋଜନା ପଇସା ଆସିଛି, ଆଉ ଯୋଉମାନେ ଏଇ ପଲ୍ୟୁସନ ଚାଲାଣ, ଏ ଯୋଉ ବାକି ଯାହା ସବୁ ରହିଲା ଚାଲାଣ ଦେଇକି ନିଜେ ଅସୁବିଧାର ସମ୍ମୁଖୀନ ହେଇଛନ୍ତି। ଆଉ ଆପଣଙ୍କର ମତାମତ କଣ? ଜଲ୍ଦି ଜଲ୍ଦି କମେଣ୍ଟ ମାଧ୍ୟମରେ ଜଣାନ୍ତୁ।